हेलो एवरीवन आज ओडिया स्पेशल क्लास को आपण समस्त को स्वागत। यूजीसी नेट एसएससी पीजीटी और अन्य प्रतियोगितामूलक परीक्षा को नजर रखी आज आम ओडिया गल्प साहित्यर एक माराथन क्लास करने को जाऊे जो थे कि गल्प साहित्यर जो आमूल चूल अध्ययन सहित एमसीक्यू आप स्क्रीन में देखिपे आमूल चूल अर्थ सबकि जोटा कि गोटे भिडियो आप सब पाइबे संज्ञा स्वरूप पर्याय विकास धारा सबकि जमीक आपंकर एग्जाम ओरिएंटेड उपरे बेस होती भिडटी तो भिडटी को जमार स्किप करेंगे भिडटी बहुत ही इनफर्मेटिव भिडियो आरंभ में मुझे गोटे क्वेश्चन पचारि आपरे कि ओडिया क्षुद्र गल्प साहित्यर प्रथम आधुनिक गल्पर नाम कौन थिला कमेंट रे आपण मत आंसर टी कहे। तो चलतु आम प्रथम क्षुद्र गल्पर पर्याय उपर को जीवा पूर्वर प्रथमे क्षुद्र गल्पर संज्ञा जानिबा। ଯେତେବେଳେ ମାନବ ସଭ୍ୟତାର ବିକାଶ ସହିତ କାହାଣୀ କହିବା ଆଉ ଶୁଣିବାର ପରମ୍ପରା ଅତି ପ୍ରାଚୀନ ଥିଲା। ପ୍ରାଚୀନ କାଳର ରୂପକଥା ଉପକଥା ଓ ପୁରାଣ ଆଖ୍ୟାନ ଅଧ୍ୟୟନକୁ ଆଖି ଆଗରେ ରଖିକି କ୍ଷୁଦ୍ର ଗଳ୍ପକୁ ଜନ୍ମ କରାଗଲା। ଆଧୁନିକ ସାହିତ୍ୟର ସବୁଠାରୁ ଗତିଶୀଳ ସୀମିତ ଏବଂ ପ୍ରଭାବଶାଳୀ ଗଦ୍ୟ ବିଭାଗ ହେଉଛି କିସ କ୍ଷୁଦ୍ର ଗଳ୍ପ। ଏହା ଜୀବନର ସାମଗ୍ରିକ ରୂପ ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ଅଂଶ ବା ମହତ୍ଵକୁ ନେଇକି ଏହା ଗଢି ଉଠିଥିଲା। ଯେତେବେଳେ ମାନବ ସଭ୍ୟତା କିସ ହେଲା ବିକାଶ ହୋଇ ଉଠିଲା तो ता पूर्व क्षुद्र गल्प पूर्व कौन थिला जो प्राचीन साहित्य कविता कहते समस्ते गद्य कई लेखुनते पद्य सब लेखुले तो ता भर प्रथम जिते आम पर्याय धरा जाए फकीरमोहन पाखर धरा जाए ता पूर्व चतुर विनोद को धरा जाए प्रथम पर्याय गल्प बोली। तो प्राक फकीरमोहन पर्याय जे प्रारंभ पर्यायटा सेटा आमर क्या पाखर धरा जाए ब्रजनाथ बड़जेना चतुर विनोद एवं विभिन्न पत्र पत्रिकार प्रकाशित कहानी ताकू कहुला प्राक फकीरमोहन पर्याय। तो क्षुद्र गल्प विभिन्न प्रकार थाए चरित्र प्रधान कहानी प्रधान जमीक मनस्तात्विक गल्प हास्य रसात्मक दार्शनिक ऐतिहासिक सामाजिक भावप्रदायक राजनीतिमूलक विभिन्न प्रकार तार पर्याय थाए। जितेबाला क्षुद्र गल्प जन्म हो नथिला प्राचीन ओडिया जो गद्य साहित्य ଯେତେବେଳେ ଅଷ୍ଟାଦଶ ଶତାବ୍ଦୀରେ ଦୀନକୃଷ୍ଣ ଦାସଙ୍କର ପ୍ରସ୍ତାବ ସିନ୍ଧୁରେ କେତେକ ନୀତି କଥା ଯେ ଗର୍ବିତ ହୋଇଛି ପଦ୍ୟାକାରରେ ସେଥିରେ ଯେଉଁ ଗଦ୍ୟରେ ଗଳ୍ପ ଲେଖିବାର ସର୍ବପ୍ରଥମ ପ୍ରୟାସ ହେଉଛି ସେଟା କି ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ କିଏ ଆରମ୍ଭ କଲେ କବି ବ୍ରଜନାଥ ବଡ଼ଜେନା ଯେଟା କି ତାଙ୍କର ଚତୁର ବିନୋଦ ଥିଲା। ସେଥିରେ ପ୍ରୀତି ବିନୋଦ ନୀତି ବିନୋଦ ରସ ବିନୋଦ ହାସ୍ୟ ବିନୋଦ ନାମକ 4ଟି ଗଳ୍ପ ସମଷ୍ଟି ଥିଲା। ତାପରେ କବି ସୂର୍ଯ୍ୟ ବଳଦେବ ରଥଙ୍କର ହାସ୍ୟ କଲ୍ଲୋଳ ମଧ୍ୟ ଏକ ସାହିତ୍ୟିକ ଗଳ୍ପ ଗ୍ରନ୍ଥ ନାମ ପାଇଲା। କିନ୍ତୁ ଆଧୁନିକ କ୍ଷୁଦ୍ର ଗଳ୍ପ ସହିତ ଏଗୁଡ଼ିକ ସମ୍ପର୍କ ରହିଲାନି ଅଳ୍ପ କେତେ ପରିମାଣରେ ସମ୍ପର୍କ ରହିଲା। ତାପରେ ଜଣାଗଲା ଯେ ଆଧୁନିକ ଯେଉଁ ଗଳ୍ପଟା ସେଟା ଊନବିଂଶ ଶତାବ୍ଦୀର କି ଆରମ୍ଭ ହେଲା ଯେଟା କି ପ୍ରଥମ ଓଡ଼ିଆ ଗଳ୍ପର ଜନକ ହେଉଛନ୍ତି କିଏ ବ୍ୟାସକବି ଫକୀରମୋହନ ଯେଟା କି 1898ରୁ 1920 ତାଙ୍କର ରେବତୀ ଗଳ୍ପ ହେଉଛି ପ୍ରକାଶ ପାଇବା ସହ କ୍ଷୁଦ୍ର ଗଳ୍ପର ପ୍ରକୃତ ଜନ୍ମ ନେଲା। ରେବତୀ ପୂର୍ବରୁ 1868 ଖ୍ରୀଷ୍ଟାବ୍ଦରେ ବୋଧଦାୟିନୀ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ଲଛମନିଆ ଗଳ୍ପ ଫକୀରମୋହନଙ୍କର ଯେଟା କି ପ୍ରଥମ ଗଳ୍ପ ଭାବରେ ସେ ପ୍ରକାଶ କରିଛନ୍ତି କିନ୍ତୁ ତାଙ୍କ ଆତ୍ମଜୀବନୀ ଚରିତରେ ଏ ଗଳ୍ପ ଆଜି ପର୍ଯ୍ୟନ୍ତ ଆବିଷ୍କାର ହେଇନାହିଁ। ତେଣୁ ଦୀର୍ଘ 30 ବର୍ଷ ପରେ 1898ରେ ଯାଇକି ଉତ୍କଳ ସାହିତ୍ୟ ପତ୍ରିକାରେ ରେବତୀ ଗଳ୍ପକୁ ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପ ଭାବରେ ଆଖ୍ୟା ଦିଆଗଲା। ତାପରେ ଫକୀରମୋହନ ବହୁତ ଗଳ୍ପ ଲେଖିଲେ ତାଙ୍କ କାଳୀନରେ କି ରେବାରାଇ ମଧ୍ୟ ଥିଲେ ତାଙ୍କର ହେଲା ଶକୁନ୍ତଳା ନାମକ ଏକ ସାମାଜିକ କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇ ଯେଟା କି ଥିଲା ଆମର ଓଡ଼ିଆ ସାହିତ୍ୟର ପ୍ରଥମ ନାରୀ ଲେଖନୀ ମିଶ୍ରିତ କ୍ଷୁଦ୍ର ଗଳ୍ପ। ସେଥିରେ ସେ ସେତେବେଳେ ସମାଜର ବାସ୍ତବ ଚିତ୍ରକୁ ଅଙ୍କନ କରିଥିଲେ କ୍ଷୁଦ୍ର ଗଳ୍ପର ବିଶେଷତ୍ୱ ଥିଲା। ତାଙ୍କ ସହିତ ଆହୁରି କିଏ ଥିଲେ ଦୟାନିଧି ମିଶ୍ର ଥିଲେ ଚନ୍ଦ୍ରଶେଖର ନନ୍ଦ ଥିଲେ। ତାପରେ ଆଇଲା ଦ୍ୱିତୀୟ ପର୍ଯ୍ୟାୟ ଯେଟା କି ସତ୍ୟବାଦୀ ବା ସବୁଜ ଯୁଗ ଏଟା କେତେ 1921ରୁ 1935 ଏହି ସମୟର ଗଳ୍ପ ଗୁଡ଼ିକରେ କିସ କରାଲା ଗୋଟେ ଗୋଟେ ଦେଶାତ୍ମବୋଧକ ଜାତୀୟତାବାଦ ଆଉ ଅନ୍ୟପଟେ ରୋମାଣ୍ଟିକ ଭାବପ୍ରବଣତା ଓ କାବ୍ୟର ଉଚ୍ଚବାସ ଦେଖିବାକୁ ମିଳିଥିଲା। ଲକ୍ଷ୍ମୀକାନ୍ତଙ୍କର ଗଳ୍ପରେ ମାନବୀୟ କରୁଣୀୟର ଅପୂର୍ବ ସମନ୍ୱୟ ଘଟିଥିଲା। ସେହିପରି ସେ ସମୟରେ ଗୋଦାବରୀ ମିଶ୍ର ମଧ୍ୟ ଲେଖିଥିଲେ ପଞ୍ଚବୀର ପୁଆଣୀ ଘର ତାଙ୍କର 2ଟି ଗ୍ରନ୍ଥ ଗଳ୍ପ ଗ୍ରନ୍ଥ ଥିଲା। ତାର କଥାବସ୍ତୁ ଥିଲା ନିର୍ବାଚନ ପରିବେଶ ପରିକଳ୍ପନା ଆଉ ଚରିତ୍ର ଚିତ୍ରଣ ତାଙ୍କର ମୌଳିକତାର ସ୍ୱାକ୍ଷର ସେଥିରେ ସୃଷ୍ଟି କରିଥିଲା। ଆଇଲେ କିଏ ଦିବ୍ୟସିଂହ ପାଣିଗ୍ରାହୀ ଯିଏ କିସ କରିଥିଲେ ସାମାଜିକ କଥାବସ୍ତୁ ଆଧାରରେ କି ରଚନା କରିଥିଲେ। ଦୟାନିଧି ମିଶ୍ର ଆଇଲେ ଗୋଦାବରୀ ମହାପାତ୍ର ଆଇଲେ ଗୋଦାବରୀ ମହାପାତ୍ର କିସ ଲେଖିଥିଲେ ମୁଁ ଦିନେ ମନ୍ତ୍ରୀ ଥିଲି ଏବେ ମଧ୍ୟ ବଞ୍ଚିଛି ନୀଳ ମାଷ୍ଟ୍ରାଣୀ ଗରିବ ଭଗବାନ ଏହିପରି ସୁନାମଧନ୍ୟ ଗଳ୍ପ ଲେଖିବା ଆରମ୍ଭ କଲେ। ତାପରେ ସେହି ସମୟରେ ଆଇଲେ ହରେକୃଷ୍ଣ ମହତାବ ଯିଏକି ଲେଖିଥିଲେ ସ୍ୱର୍ଗରେ ଏମର୍ଜେନ୍ସି ସେଇଟା ସେତେବେଳର ରାଜନୈତିକ ତଥା ସାହିତ୍ୟ ଆକାଶରେ ଗୋଟେ ଉଜ୍ଜ୍ୱଳ ନକ୍ଷତ୍ର ସଦୃଶ ଥିଲା। ତାପରେ ବୈଷ୍ଣବ ଚରଣ ଦାସ ଆଇଲେ ମାଷ୍ଟରାଣୀ ଗଳ୍ପ ଲେଖିଲେ। ସେତେବେଳେ ତାଙ୍କ ମଧ୍ୟରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ମଧ୍ୟ ଅନ୍ୟତମ ଥିଲେ। ତାଙ୍କର ରଚନା ହେଲା ଦ୍ୱାଦଶୀ ରାଶିଫଳ ଶେଷ ରଶ୍ମି ସାଗରିକା ମୋ କଥାଟି ସରିନାହିଁ ଆଦି ଗଳ୍ପ ଗୁଡ଼ାକ ସେ ଲେଖିକି ବୈଚିତ୍ର୍ୟରେ ପରିପୂର୍ଣ୍ଣ ହୋଇଗଲେ। ତାଙ୍କର ଗଳ୍ପ ଗୁଡ଼ାକ କାହା ଉପରେ ଥିଲା ମନୁଷ୍ୟମାନଙ୍କ ଅପେକ୍ଷା ସେ ପଶୁମାନଙ୍କ ଠାରୁ ଅଧିକ ମାନବୀୟ ଗୁଣ ପ୍ରଦର୍ଶନ କରିକି ଗଳ୍ପକୁ ରଚନା କଲେ କିସ ମାଂସର ବିଳାପ ଗୋଟେ ତାଙ୍କର କାଳଜୟୀ ସୃଷ୍ଟି ସେ ସମୟର। ତାପରେ ସେହି ସମକାଳୀନରେ ହରିଶ୍ଚନ୍ଦ୍ର ବଡ଼ାଳ ଗୋଟେ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ଯେଟାକି ଚିଠିର ଡାକ ବୋଲି ଗଳ୍ପ ଥିଲା। ତାପରେ ସେହି ସମୟର ନିତ୍ୟାନନ୍ଦ ମହାପାତ୍ର ଥିଲେ ସେ ଜଣେ ଔପନ୍ୟାସିକ ଥିଲେ। ତାପରେ ବି ସିଏ ହେଉଛି ଗଳ୍ପ ଲେଖିଥିଲେ 11ଟା କ୍ଷଣିକା ଧଳାଗାର କଳାଗାର ଏହିପରି ଭାବରେ ଗଳ୍ପ ଲେଖିଲେ। ସେହିପରି ରାଜକିଶୋର ରାୟ ଲେଖିଲେ ନୀଳଲହରୀ ବିକଟ ଶତଦଳ ଜୟଶ୍ରୀ ଆଲୋକ ଚକ୍ର ବନଜ୍ୟୋତ୍ସ୍ନା ଜୟଶଙ୍ଖ ମନସ୍ମୃଗାଣ ଆଦି ପୁରୁଷ
ତାପରେ ପ୍ରଗତିବାଦୀ ବା ବାସ୍ତବାଦୀ ଯୁଗ ଆଇଲା ଯେଟାକି 1936 ରୁ 1947। ତାଙ୍କର ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠା ସହ ଓଡ଼ିଆ ଗଳ୍ପରେ ମାର୍କ୍ସବାଦୀ ଚିନ୍ତାଧାରା ଓ ଶ୍ରେଣୀ ସଂଘର୍ଷର ସୂତ୍ରପାତ ହେଲା। ଶୋଷିତ ନିଷ୍ପେଷିତ ସର୍ବହରା ମଣିଷର କାହାଣୀ ଗଳ୍ପର ମୁଖ୍ୟ ପରିସରଭୁକ୍ତ ହେଲା, ଯୋଉଥିରେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଶିକାଳ ଗଳ୍ପ, ସଚ୍ଚିଦାନନ୍ଦ ରାଉତରାୟ ଲେଖିଲେ ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ, ନୂତନ ଗଳ୍ପ, ମାଟିର ତାଜ, ମଶାଣି ଫୁଲ, ଏହିପରି ଅନେକ ଗଳ୍ପ ରଚନା କଲେ। ତାପରେ ରାଧାମୋହନ ଗଡ଼ନାୟକ ମଧ୍ୟ ଲେଖିଲେ, ନୀଳମଣି ସାହୁ, ଅଖିଳମୋହନ ପଟ୍ଟନାୟକ ଲେଖିଲେ ଝଡ଼ର ଇଗଲ, ଧରଣୀର କୃଷ୍ଣସାର ଓ ଅନ୍ଧଗଳି, ନଦୀର ନାମ ଗଣତନ୍ତ୍ର, 3ଟି ଗଳ୍ପ ଗ୍ରନ୍ଥ, ଯାହା ତାଙ୍କୁ ଜଣେ ଗାଳ୍ପିକ ଭାବରେ ପ୍ରତିଷ୍ଠା ଦେଇଛି। ତାପରେ ଆସିଲା ସ୍ୱାଧୀନତା ପରବର୍ତ୍ତୀ ଯୁଗ ବା ସମକାଳୀନ ପର୍ଯ୍ୟାୟ, ଯେଟାକି 1947 ରୁ 1970 ମଧ୍ୟରେ ଓଡ଼ିଆ କ୍ଷୁଦ୍ର ଗଳ୍ପର ଯେଉଁ ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। ସ୍ୱାଧୀନତା ପରେ ମୋହଭଙ୍ଗର ଚିତ୍ର, ସହରୀ ଜୀବନର ଯନ୍ତ୍ରଣା, ବ୍ୟକ୍ତି ଚେତନାର ବିଚ୍ଛିନ୍ନତା ବୋଧ ଏବଂ ଫ୍ରଏଡୀୟ ମନସ୍ତାତ୍ତ୍ୱକୁ ନେଇ ଗତି କଲା ଅତି ଉଚ୍ଚକୋଟୀର ପ୍ରୟୋଗବାଦୀ ଗଳ୍ପ ସବୁ ସୃଷ୍ଟି ହେଲା। ତ ସେତେବେଳେ ଆସିଲେ କିଏ? ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, କିଶୋରୀ ଚରଣ ଦାସ। ମନୋଜ ଦାସ ସେତେବେଳେ କିସ ଲେଖିଥିଲେ? ତାଙ୍କର ସବୁଠୁ ଫେମସ୍ ଗଳ୍ପ ଥିଲା ଶେଷ ବସନ୍ତର ଚିଠି, ଭିନ୍ନ ମଣିଷ, ଅନ୍ୟାନ୍ୟ କାହାଣୀ, ଧୂମ୍ରାବ ଦିଗନ୍ତ, ଆବୁ ପୁରୁଷ, ମନୁଇ ପଞ୍ଚବିଂଶତି ଆଦି ବହୁ ଗଳ୍ପ ସେ ଲେଖିକି ବହୁତ ଚର୍ଚ୍ଚିତ ହେଲେ। ସେହିପରି ଅଖିଳମୋହନ ପଟ୍ଟନାୟକ ବି ଲେଖିଥିଲେ। ଶାନ୍ତନୁ କୁମାର ଆଚାର୍ଯ୍ୟ ଆସିଲେ, ବୀଣାପାଣି ମହାନ୍ତି ଆସିଲେ। ତାପରେ ଆସିଲା ତାର ପଞ୍ଚମ ପର୍ଯ୍ୟାୟ, ଯେଟାକି ଉତ୍ତର ଆଧୁନିକ ପର୍ଯ୍ୟାୟ, ଯେଟାକି 1970 ମସିହାର ପରବର୍ତ୍ତୀ କାଳ। ଏହି ପର୍ଯ୍ୟାୟରେ ଗଳ୍ପରେ ଆଞ୍ଚଳିକ ପୃଷ୍ଠଭୂମି, ଶିଳ୍ପାଞ୍ଚଳର ଅସ୍ତିତ୍ୱବାଦ ସଙ୍କଟ, ନାରୀବାଦୀ ଚେତନା, ଦଳିତ ଜୀବନ ସଂଗ୍ରାମ, ପରିବେଶ ସଚେତନ ପରି ନୂତନ ବିଷୟବସ୍ତୁ ସ୍ଥାନ ପାଇଲା। ଆଉ ଭାଷା ଓ ଆଙ୍ଗିକ ଦୃଷ୍ଟିରୁ ଏହି ଗଳ୍ପଗୁଡ଼ିକ ଅଧିକ ପରିମୂଳକ ହେଲା। ତ ଏତେବେଳକୁ ଆସିଲେ ପ୍ରତିଭା ରାୟ, ଯିଏକି ଲେଖିଥିଲେ ହାତବାକ୍ସ, ଗଙ୍ଗଶିଉଳି, ଅସମାପ୍ତ, ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ସୂର୍ଯ୍ୟାସ୍ତର ଉପବନ, ଋତୁର ନାମପ୍ରିୟା, କହ ଲଳିତା, ନିଷିଦ୍ଧ ଶୃଙ୍ଗାର, ତଥାପି ରାବଣ, ଏହିପରି ଅନେକ ଗଳ୍ପ ସେ ଲେଖିଲେ। ଚନ୍ଦ୍ରଶେଖର ଦାସ ବର୍ମା ବି ଆସିଲେ, ସେ ଲେଖିଲେ ଅନ୍ୟ ମଣିଷ, ତୁଠ ନୂଆ ପୁରୁଣା, ଅନ୍ୱେଷଣ। ରାମଚନ୍ଦ୍ର ବେହେରା ଆସିଲେ, ଯିଏ ଲେଖିଲେ ଦ୍ୱିତୀୟ ଶ୍ମଶାନ, ଅଚିହ୍ନା ପୃଥିବୀ, ଅବଶିଷ୍ଟ ଆୟୁଷ, ଓଁକାର ଧ୍ୱନି, ଭଗ୍ନାଂଶର ସ୍ୱପ୍ନ। ତ ସେହି ସମୟର ଅଚ୍ୟୁତାନନ୍ଦ ପତିଙ୍କର ଯେଉଁ ଗଳ୍ପଗୁଡ଼ା ଥିଲା, ସେ ଲେଖିଥିଲେ ଅଶୁଭ ପୁତ୍ରର କାହାଣୀ 1973, ଉଗ୍ରସେନ ଉପାସ 1976, ନିଆଁ ଜଳୁଛି 1978, ସ୍ନାୟୁ ଓ ସନ୍ନ୍ୟାସୀ 1981, ଚାରି ସଙ୍ଗାତ କଥା ଲେଖିଥିଲେ 1983। ଅଚ୍ୟୁତାନନ୍ଦ କ'ଣ କରିଥିଲେ? ଜଣେ ଦରଦୀ କଥାକାର ଭାବରେ ପରିଚିତ ଥିଲେ ଗଳ୍ପ ସାହିତ୍ୟର। ତାଙ୍କ ଗଳ୍ପଗୁଡ଼ିକ ସାଧାରଣତଃ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓଡ଼ିଆ ଜୀବନର କଥା ରହିଛି। ଯେନ ସେ ସମକାଳୀନ ଗାଳ୍ପିକମାନଙ୍କର ଆବେଗଧର୍ମୀ ଗଳ୍ପଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖି ଜଣେ ସମାଜର ସଚେତନ ଶିଳ୍ପୀ ହିସାବରେ ଓଡ଼ିଆ ଗଳ୍ପରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତାପରେ ଆସିଲେ ତାଙ୍କର ଯେଉଁ ଅଶୁଭ ପୁତ୍ରର କାହାଣୀ, ତାଙ୍କର ହେଉଛି ସେତେବେଳର ବିଖ୍ୟାତ ଗଳ୍ପ ଥିଲା, ଯେଉଁଟାକି ପେଚାକୁ ସେ ଅବହେଳିତ ମଣିଷ ଜୀବନର ପ୍ରତୀକ ହିସାବରେ ଗ୍ରହଣ କରିଥିଲେ। ଆଲୋକ ଦେଖିବା ପାଇଁ ଶାବକ ପେଚାଟିଏ ଆଗ୍ରହ ହିଁ ତାହାର ମୃତ୍ୟୁର କାରଣ ହୋଇଛି। ପେଚାଟିର କରୁଣ ପରିଣତି ସତେକି ନିରୀହ ମଣିଷର ପରିଣତି ଭଳିଆ ଦେଖାଇଛି ତାଙ୍କୁ। ଏଭଳି ଦେଖିଲେ ତାଙ୍କର ଅଧିକାଂଶ ଗଳ୍ପ ଉପସଂହାର ବ୍ୟୂହାତ୍ମକ ମଧ୍ୟ ହେଇଛି। ତାଙ୍କର ଗଳ୍ପଗୁଡ଼ିକ ଭିତରେ ଶ୍ଵେତ ମାତଙ୍ଗ, ମାଙ୍କଡ଼ସା ଉପାଖ୍ୟାନ, ପଦ୍ମପୋଖରୀ, ମୌନାବତୀର ମାନ, କଣ୍ଢେଇ ରାଜ୍ୟ, ଏପରି ବିଭିନ୍ନ ପ୍ରକାର ସ୍ମରଣୀୟ ଲେଖା ସେ ଲେଖିଛନ୍ତି। ସେହି ସମୟର ଅନ୍ୟ ଜଣେ ଗାଳ୍ପିକ ଥିଲେ, ଯିଏ ରାମଚନ୍ଦ୍ର ବେହେରା, ଯିଏକି ଗାଳ୍ପିକ ହିସାବର ଜଣେ ସୁପରିଚିତ ଥିଲେ। ତାଙ୍କର ଗଳ୍ପ ମୁଖ୍ୟତଃ ଦୁଇଟି ବିଶେଷତ୍ୱକୁ ଲକ୍ଷ୍ୟ କରି ଲେଖୁଥିଲେ। ଗୋଟେ ପଟେ ଜୀବନ, ଅନ୍ୟପଟେ ମଣିଷର ଭାବନା ବା ଆତ୍ମିକ ପୃଥିବୀ ଉପରେ ତାଙ୍କ ଗଳ୍ପ ଗତିଶୀଳ। ଗୋଟିଏ ଦିଗରେ ସେ ଜୀବନର ଅସହାୟ, ଲାଞ୍ଛିତ, କର୍ଦମାକ୍ତ, ନିଃସଙ୍ଗ, ମୃତ୍ୟୁଚେତନାର ମନ୍ତ୍ରସ୍ଥ, ବେଦନାକ୍ତ, ଜଟିଳ, ସମସ୍ୟାକ୍ଳିଷ୍ଟ, ଦାରିଦ୍ର୍ୟ ପୀଡ଼ିତ ହେଲାବେଳେ ଅନ୍ୟ ଦିଗରେ ମଣିଷର ଭାବନା, ଆତ୍ମିକ ପୃଥିବୀଟି ଅଦେଖା, ଅଚିହ୍ନା ବୋଲି ସେ କହିଛନ୍ତି। ତାଙ୍କର ଗଳ୍ପଗୁଡ଼ିକ ହେଲା ଅଚିହ୍ନା ପୃଥିବୀ, ଯେଟାକି 1979 ମସିହାରେ ସେ ଲେଖିଥିଲେ, ଅବଶିଷ୍ଟ ଆୟୁଷ 1981, ଦ୍ୱିତୀୟ ଶ୍ମଶାନ 1976। ଏସବୁ ଗଳ୍ପ ସଂକଳନ ଗୁଡ଼ାକ ଗାଳ୍ପିକର ମୃତ୍ୟୁ, ଜୀବନ, ପୃଥିବୀ ସମ୍ପର୍କରେ ପ୍ରଚୁର ଅନୁସନ୍ଧିତ୍ସା ରହିଛି। ଜୀବନର ଯେଉଁ ବ୍ୟାପ୍ତି, ନିଃସଙ୍ଗତା, ଯନ୍ତ୍ରଣା, ଦୁଃଖ ଆଉ ମଣିଷର ଯେଉଁ ଅସହାୟତାକୁ ଦେଖିକି ସତେକି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେ ଗାଳ୍ପିକଙ୍କ ଦୃଷ୍ଟିରେ ପୃଥିବୀଟା ହେଉଛି ସବୁ ମଣିଷର ଏକୁଟିଆ, ମାନେ ପୃଥିବୀର ଯେତେ ମଣିଷ ଅଛନ୍ତି ସମସ୍ତେ ହେଉଛନ୍ତି ଏକୁଟିଆ। ତାଙ୍କ ଚରିତ୍ରମାନଙ୍କ ଭିତରେ ସେ ପାଇ ଉଠିଛନ୍ତି ହଜାର ଦେବାର ଗ୍ଲାନି ଅଧିକାର, ଆଉ ଧରାଯାଉଛି ତାଙ୍କର ଅଚିହ୍ନା ପୃଥିବୀ ଗଳ୍ପରେ। ଗାଳ୍ପିକ ତାଙ୍କର ଅଚିହ୍ନା ପୃଥିବୀ ଗଳ୍ପ ଭିତରେ ଚରିତ୍ରମାନଙ୍କର ଯେଉଁ ପାଇବାଟାରୁ ହଜାଇ ଦେବାର ଗ୍ଲାନି ଅଧିକ, ସେହି ଭାବନାକୁ ସେ ଦେଖେଇଛନ୍ତି। ଏତେ ବର୍ଷ ପରେ ଜଗୁ ଯେଉଁ ଅଛି ତାଙ୍କର ଚରିତ୍ର, ଆଶା କରିନଥିଲା ସୁମିକୁ ଏମିତି ଭାବରେ ଦେଖିବ ବୋଲି। ସେ ଯେ ତା ସୁମି ପାଖରେ ଏମିତି ଏକ ଏ ଭିତରେ ଏତେ ଅଖୁଜା, ଅଲୁଡ଼ା, ଅଚିହ୍ନା, ଘୃଣ୍ୟ ହୋଇଯାଇଛି, ତା ସେ କେମିତି ଗ୍ରହଣ କରିପାରିବ? ତେଣୁ ସେ କାନ୍ଦି ଉଠିଛି। ସେ କାନ୍ଦ ଭିତରେ ବ୍ୟାକୁଳତା, ଯନ୍ତ୍ରଣା ଭରି ରହିଛି ଯେ ଜଗୁ ଅନୁଭବ କଲା ଆଉ ଜଗୁ ହୋଇକି ସେ ରହିନାହିଁ। ସେ ଗୋଟାପଣେ ବ୍ୟାକୁଳତା ଆଉ ଯନ୍ତ୍ରଣାରେ ପରିଣତ ହୋଇଛି। ସେ ଗାଁ ଜୀବନ ଅପେକ୍ଷା ସହରୀ ଜୀବନର ବିଶେଷତ୍ୱ ବେଶୀ ଦର୍ଶାଇଛନ୍ତି ତାଙ୍କ ଗଳ୍ପ ଗୁଡ଼ାକରେ। ଏହି ସମୟରେ ଆଉ ଜଣେ ଗାଳ୍ପିକ ଥିଲେ, ଯିଏକି ପଦ୍ମଜ ପାଳ ଥିଲେ, ଯିଏ ଲେଖିଛନ୍ତି ନିଷିଦ୍ଧ ଅରଣ୍ୟ 1977, ଅପେକ୍ଷା କର ମୁଁ ଫେରୁଛି 1980, ଇଗଲର ନଖଦନ୍ତ 1983। ତାଙ୍କର ଯେଉଁ ଗଳ୍ପ ଗୁଡ଼ାକ ଦୁଇ ଭାଗରେ ବିଭକ୍ତ, ଗୋଟେ ହେଲା ଆବେଗଧର୍ମୀ, ଆଉ ଗୋଟେ ହେଲା ସାମାଜିକ ଜୀବନ। ତାଙ୍କର ଯେଉଁ ଅପେକ୍ଷା କର ମୁଁ ଯାଉଛି ଫେରୁଛି ଗଳ୍ପରେ 8ଟି ଗଳ୍ପ ଅଛି। ଏହି ସମୟରେ ଆଉ ଜଣେ ଗଳ୍ପକାର ହେଲେ ଭୁବନେଶ୍ୱର ବେହେରା,
ଯିଏକି ଗଳ୍ପ ଜଗତରେ ହାସ୍ୟ ବ୍ୟଙ୍ଗକୁ ମାଧ୍ୟମ କରିକି ସେ ଗଳ୍ପ ଲେଖିଛନ୍ତି। ଜଗତ ଜୀବନ ସମ୍ପର୍କରେ ଭାବବେଗକୁ ନେଇ ବ୍ୟକ୍ତିନିଷ୍ଠ ଶୈଳୀର ସେ ଗଳ୍ପ ଲେଖିଛନ୍ତି। ତାଙ୍କ ଗଳ୍ପ ହେଲା କଥା ଲତା, ସହାବସ୍ଥାନ ଓ ଫରଫର ଉଡ଼େ, ଆନସାରୀ ଚାଚା ଓ ଅନ୍ୟାନ୍ୟ ଗଳ୍ପଗୁଡ଼ା ସେ ରଚନା କରିଛନ୍ତି। ସେହିପରି ଏହି ସମୟରେ ହୃଷିକେଶ ପଣ୍ଡା ଲେଖିଛନ୍ତି, ଯିଏକି ଆଧୁନିକ ମଣିଷର ନିଷ୍ପ୍ରାଣ ଜୀବନକୁ ନେଇ ତାଙ୍କର ଗଳ୍ପ ଲେଖିଛନ୍ତି। ଏସବୁ ଗଳ୍ପ କାହାଣୀ ବିହୀନ ତାଙ୍କର ଜୀବନ ସମ୍ପର୍କର ଗୋଟେ ଦାର୍ଶନିକ ସୁଲଭ ଦୃଷ୍ଟିଭଙ୍ଗୀ ତାଙ୍କ ଲେଖାରେ ବାରି ହୋଇ ପଡ଼ିଛି। ସିଏ ଲେଖିଛନ୍ତି ରାଜପୁତ୍ର, ରେବତୀ କୁହାଯାଏ ତାଙ୍କର ସେ ଫକୀରମୋହନ ରେବତୀଙ୍କୁ ନୂତନ ରୂପ ଦେଇ ରେବତୀ ଲେଖିଥିଲେ। ବାହାରେ ଛିଡ଼ା ହୋଇଥିବା ଲୋକଟିଏ, ପୌଢ଼ ଭାବନା ଆଦି ତାଙ୍କର ରଚନା। ସେହି ସମୟରେ ଅନ୍ୟ ଜଣେ କବିତା ବାରିକ, ସିଏ ଗାଳ୍ପିକା ଥିଲେ। ସିଏ ଲେଖିଥିଲେ ଭିନ୍ନ ସହର, ପବିତ୍ର ନିରଞ୍ଜନ, ଭଲ ଦିନର ଠିକଣା, ଗଙ୍ଗା ସ୍ନାନ, ସଞ୍ଜ ଯେବେ ଆସେ। ସେହିପରି 1990 ପରବର୍ତ୍ତୀ ସମୟରେ ଆସିଲେ ଆଉ ଜଣେ ଫେମସ୍ ଗାଳ୍ପିକ ଗୌରହରି ଦାସ। ସିଏ ଲେଖିଥିଲେ ଜୁଆର ଭଟା, ଆଖଡ଼ା ଘର, ଭାରତ ବର୍ଷ, ସ୍ୱପ୍ନ ପାଇଁ ରାତି କାଇଁ, ପୁନରାବୃତ୍ତି, ମାଟି କଣ୍ଢେଇ। ଯିଏକି ମାନବୀୟ ଆବେଦନ ହିଁ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କଥା ନଭଙ୍ଗୀରେ ଆତ୍ମୀୟତା ଆଉ ଭାଷା ଶୈଳୀରେ ସରସ ସ୍ୱାତନ୍ତ୍ର୍ୟ ନେଇ ସେ ନିଜର ସ୍ଥିତି ଜାହିର କରିଛନ୍ତି ଓଡ଼ିଆ ଗଳ୍ପ ସାହିତ୍ୟରେ। ଏହିପରି ଭାବରେ ଗଳ୍ପ ସାହିତ୍ୟ ତାର ପର୍ଯ୍ୟାୟକୁ ଶେଷ କରିଛି ଆଉ ଓଡ଼ିଆ ଗଳ୍ପ ତାର 100 ବର୍ଷର ଯାତ୍ରାକୁ ଶେଷରେ ନୂଆ ଶତାବ୍ଦୀର ପାଦ ଦେଇଛି। ତ ବର୍ତ୍ତମାନ ଆମେ ଗଳ୍ପ ସାହିତ୍ୟ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଲୋଚନା କରିବା, ଯେଉଁଟାକି ଆମ ପରୀକ୍ଷାରେ ଆସିବ ଭଳି। ପ୍ରାକ୍ ଫକୀରମୋହନ ପର୍ଯ୍ୟାୟର ପ୍ରସିଦ୍ଧ ଗଦ୍ୟଗ୍ରନ୍ଥ ଚତୁର ବିନୋଦ କେଉଁ ସାହିତ୍ୟର ପ୍ରଭାବର ଅନ୍ତର୍ଗତ ଏବଂ ଏଥିରେ କେତୋଟି ବିନୋଦ ରହିଛି? ଉତ୍ତରଟି ହେଉଛି ଖ 4ଟି ବିନୋଦ, ରସ, ନୀତି, ପ୍ରୀତି, ଯେଉଁଟାକି ଫକୀରମୋହନଙ୍କ ପୂର୍ବବର୍ତ୍ତୀ ବୋଲି ସାହିତ୍ୟ ବୋଲି ଧରାଯାଉଥିଲା। ଫକୀରମୋହନ ପର୍ଯ୍ୟାୟ 1898ରେ ପ୍ରସିଦ୍ଧ ଗଳ୍ପ ରେବତୀ ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଯେଉଁଟାକି ଉତ୍କଳ ସାହିତ୍ୟରେ, ଯେଉଁଟାକି ବିଶ୍ୱନାଥ କରଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା ଥିଲା। ସତ୍ୟବାଦୀ ପର୍ଯ୍ୟାୟରେ ଅନ୍ୟତମ ପ୍ରମୁଖ ଗାଳ୍ପିକ ଗୋଦାବରୀଶ ମିଶ୍ରଙ୍କର କେଉଁ ଗଳ୍ପଟି ଏକ ଆଦର୍ଶ ଗ୍ରାମୀଣ ପ୍ରେମ ଓ ତ୍ୟାଗ ପୃଷ୍ଠଭୂମି ଉପରେ ରଚିତ? ପାନପୁଅ। ସବୁଜ ଯୁଗର ପ୍ରମୁଖ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରୁଦ୍ରାକ୍ଷ ଗଳ୍ପ ସଂକଳନଟି କେଉଁ ପର୍ଯ୍ୟାୟର ମାନସିକତା ଏବଂ ଆଦର୍ଶକୁ ପ୍ରତିଫଳିତ କରେ? ରୋମାଣ୍ଟିକ ଭାବପ୍ରବଣତା ଓ ସାମାଜିକ ଚେତନା। ପ୍ରଗତିବାଦୀ ପର୍ଯ୍ୟାୟର ଆଦ୍ୟ ପ୍ରବର୍ତ୍ତକ ଭଗବତୀ ଚରଣ ପାଣିଗ୍ରାହୀଙ୍କର ପ୍ରତିଷ୍ଠିତ କେଉଁ ସଂଗଠନ ଓଡ଼ିଆ ଗଳ୍ପକୁ ବାସ୍ତବବାଦୀ ମୋଡ଼ ଦେଇଥିଲା? ଯେଉଁଟାକି ଥିଲା ଗ ନବଯୁଗ ସାହିତ୍ୟ ସଂସଦ। ପ୍ରୟୋଗବାଦୀ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ତାଙ୍କର କେଉଁ ପ୍ରସିଦ୍ଧ ଗଳ୍ପ ସଂକଳନ ପାଇଁ 1987 ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ଚଳନ୍ତି ଠାକୁର ପାଇଁ। ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ମନୋଜ ଦାସ କେଉଁଟି ଏକ ପୁରସ୍କାର ପ୍ରାପ୍ତ ଗଳ୍ପ ସଂକଳନ? ମନୋଜ ଦାସଙ୍କର କଥା ଓ କାହାଣୀ ଏକ ପ୍ରସିଦ୍ଧ ଗଳ୍ପ। ଚତୁର୍ଥ ପର୍ଯ୍ୟାୟ ବିଶିଷ୍ଟ ମହିଳା ଗାଳ୍ପିକା ବୀଣାପାଣି ମହାନ୍ତିଙ୍କୁ ତାଙ୍କର କେଉଁ କାଳଜୟୀ ଗଳ୍ପ ସଂକଳନ ପାଇଁ 1990 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ପାଟ ଦେଇ। ପ୍ରସିଦ୍ଧ ଗାଳ୍ପିକ କିଶୋରୀଚରଣ ଦାସ କେଉଁ ଗଳ୍ପ ସଂକଳନ ପାଇଁ 1976 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରି ଚତୁର୍ଥ ପର୍ଯ୍ୟାୟର ଗଳ୍ପକୁ ଗୌରବାନ୍ୱିତ କରିଥିଲେ? ଲକ୍ଷ୍ୟ ବିହଙ୍ଗ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପର ଅନ୍ୟତମ ପ୍ରକୃତ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କର କେଉଁ ଗଳ୍ପ ସଂକଳନ ପାଇଁ ତାଙ୍କୁ 1980 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ସବୁଜ ପତ୍ର ଧୂସର ଗୋଲାପ ପାଇଁ। ଚତୁର୍ଥ ପର୍ଯ୍ୟାୟରେ ଅନ୍ୟତମ ପ୍ରତିଭାବାନ କଥାକାର ଅଖିଳମୋହନ ପଟ୍ଟନାୟକଙ୍କର କେଉଁ ଗଳ୍ପ ସଂକଳନ ପାଇଁ ତାଙ୍କୁ 1981 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ଓ ଅନ୍ଧଗଳି। ତ ରବି ପଟ୍ଟନାୟକଙ୍କର ବନ୍ଧ୍ୟା ଗାନ୍ଧାରୀ ପାଇଁ 1992 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1993ରେ ରାମଚନ୍ଦ୍ର ବେହେରା ଗୋପପୁର ପାଇଁ ପାଇଥିଲେ। 2012ରେ ଗୌରହରି ଦାସ କନ୍ତା ପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ପାଇଥିଲେ। 2019ରେ ତରୁଣକାନ୍ତି ମିଶ୍ର ଭାସ୍ୱତୀ ପାଇଁ ପାଇଥିଲେ। ଗଳ୍ପରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଜଗଦୀଶ ମହାନ୍ତି 1990ରେ ଦକ୍ଷିଣ ଦ୍ୱାର ପାଇଁ। 1990ରେ ଯଶୋଧାରା ମିଶ୍ର ଦୀପପୁଞ୍ଜ ପାଇଁ। 1993ରେ ସରୋଜିନୀ ସାହୁ ଗୋଲାପ ପାଇଁ ପାଇଛନ୍ତି। ହୃଷିକେଶ ପଣ୍ଡା ପାଇଛନ୍ତି 1999ରେ। ପଦ୍ମଜପାଳ ପାଇଛନ୍ତି ଦୁର୍ଗପତନର ବେଳ ପାଇଁ। ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ସାରଳା ପୁରସ୍କାର ପାଇଥିବା ପଞ୍ଚମ ପର୍ଯ୍ୟାୟର ପ୍ରସିଦ୍ଧ ଗାଳ୍ପିକ ରବି ପଟ୍ଟନାୟକ ସଂକଳନ ନାମ କ'ଣ? ହିରଣ୍ୟଗର୍ଭ। ପଞ୍ଚମ ପର୍ଯ୍ୟାୟ ଅନ୍ୟତମ ପ୍ରତିଭାବାନ ଗାଳ୍ପିକ ତରୁଣକାନ୍ତି ମିଶ୍ର 2019 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ କେଉଁଟା ପାଇଁ ପାଇଛନ୍ତି? ଭାସ୍ୱତୀ ପାଇଁ ପାଇଛନ୍ତି। ଉତ୍ତର ଆଧୁନିକ ପର୍ଯ୍ୟାୟର ବିଶିଷ୍ଟ କଥାକାର ହୃଷିକେଶ ପଣ୍ଡା ତାଙ୍କର କେଉଁ ଗଳ୍ପ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 1969ରେ ପ୍ରଦାନ କରାଯାଇଥିଲା? ପ୍ରଶ୍ନ ଗଳ୍ପ ପାଇଁ। ସ୍ୱାଧୀନତା ପରବର୍ତ୍ତୀ ଯୁଗର ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତି କେଉଁ ଗଳ୍ପରେ ମହାନଗରୀର କଲିକତାର ପୃଷ୍ଠଭୂମିରେ ଗୋଟିଏ କୁକୁର ଓ ମଣିଷ ସମ୍ପର୍କ ମାଧ୍ୟମରେ ମୂଲ୍ୟବୋଧର ଅବକ୍ଷୟ ଦେଖାଯାଇଛନ୍ତି? ମହାନଗରୀର ରାତ୍ରି ପାଇଁ। ଉତ୍ତର ଆଧୁନିକ ପର୍ଯ୍ୟାୟ ବିଶିଷ୍ଟ କଥାକାର ହୃଷିକେଶ ପଣ୍ଡାଙ୍କୁ ତାଙ୍କର ଯେଉଁ ଗଳ୍ପ ପାଇଁ ପୁରସ୍କାର ମିଳିଥିଲା ସେ ଗଳ୍ପ ଥିଲା ପ୍ରଶ୍ନ ଗଳ୍ପ। କୋଶ୍ଚିନ୍ଟି ରିପିଟ୍ ହେଇଯାଇଛି। ଖଣିଜ ଜୀବନ ଓ ଶିଳ୍ପାଞ୍ଚଳର ବାସ୍ତବ ରୂପକାର ଜଗଦୀଶ ମହାନ୍ତିଙ୍କୁ ତାଙ୍କର କେଉଁ ପ୍ରସିଦ୍ଧ ଗଳ୍ପ ପୁସ୍ତକ ପାଇଁ 1990 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ଦକ୍ଷିଣ ଦୁଆରୀ ଘର ପାଇଁ। ଉତ୍ତର ଆଧୁନିକ ପର୍ଯ୍ୟାୟ ପ୍ରସିଦ୍ଧ ନାରୀବାଦୀ ଗାଳ୍ପିକା ସରୋଜିନୀ ସାହୁଙ୍କୁ ତାଙ୍କର କେଉଁ ବିଶେଷ ଗଳ୍ପ ସଂକଳନ ପାଇଁ 1993 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା? ଗୋଲାପ ପାଇଁ। ରାଜନୈତିକ ଏବଂ ପ୍ରଶାସନିକ ଭ୍ରଷ୍ଟାଚାର ଉପରେ ରଚିତ ଗାଳ୍ପିକ ପଦ୍ମଜପାଳଙ୍କର କେଉଁ ଗଳ୍ପ ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଦୁର୍ଗପତନ ବେଳ। ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କର କେଉଁ ଗଳ୍ପ ସଂକଳନ 1990 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା? ଦୀପପୁଞ୍ଜ। ସମକାଳୀନ ଓଡ଼ିଆ ଗଳ୍ପର ଅନ୍ୟତମ ବଳିଷ୍ଠ ସ୍ରଷ୍ଟା ଗୌରହରି ଦାସ 2012 ମସିହାରେ କନ୍ତାପ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ପାଇଥିଲେ? ଏହି କୋଶ୍ଚିନ୍ଟାରେ ମଧ୍ୟ ରିପିଟ୍ ହେଇଯାଇଛି। ଗାଳ୍ପିକ ରବି ପଟ୍ଟନାୟକଙ୍କର କେଉଁ ଗଳ୍ପ ସଂକଳନ ପାଇଁ ତାଙ୍କୁ 1992 ମସିହାରେ ମରଣୋତ୍ତର ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ମିଳିଥିଲା? ବନ୍ଧ୍ୟା ଗାନ୍ଧାରୀ ପାଇଁ ମିଳିଥିଲା। ରାମଚନ୍ଦ୍ର ବେହେରା ଗୋପପୁର ପାଇଁ 1993 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।
ଉତ୍ତର ଆଧୁନିକ ପର୍ଯ୍ୟାୟ 1970 ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ କେଉଁ ମୁଖ୍ୟ ପ୍ରବୃତ୍ତି ଯୋଗୁଁ ଚତୁର୍ଥ ପର୍ଯ୍ୟାୟରେ ଅତି ଆଧୁନିକ ଗଳ୍ପଠାରୁ ସ୍ୱତନ୍ତ୍ର ଭାବରେ ଚିହ୍ନିତ ହୁଏ? ଉତ୍ତରଟି ହେବ ଖ ବ୍ୟକ୍ତିର ମନସ୍ତାତ୍ତ୍ୱିକ ଜଟିଳତା ସହ ଆଞ୍ଚଳିକତା, ଦଳିତ ଚେତନା ଏବଂ ଭୂମି ସଂଲଗ୍ନ ବାସ୍ତବତାର ମିଶ୍ରଣ ପାଇଁ। ଉତ୍ତର ଆଧୁନିକ କ୍ଷୁଦ୍ରଗଳ୍ପରେ ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ମେଟାଫିକ୍ସନ ବା ଗଳ୍ପ ଭିତରେ ଗଳ୍ପର ସଂରଚନା। ଓଡ଼ିଆ ସାହିତ୍ୟରେ ଏହି ଶୈଳୀର ପ୍ରୟୋଗ କେଉଁ ଗାଳ୍ପିକଙ୍କ ରଚନାରେ ପ୍ରଭାବଶାଳୀ ଭାବେ ଦେଖିବାକୁ ମିଳେ? ଜଗଦୀଶ ମହାନ୍ତି ଓ ରବି ପଟ୍ଟନାୟକଙ୍କ ଗଳ୍ପରେ। ଉତ୍ତର ଆଧୁନିକ ପର୍ଯ୍ୟାୟରେ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ କଥାକାର ହୃଷିକେଶ ପଣ୍ଡାଙ୍କର ଗଳ୍ପଗୁଡ଼ିକରେ କେଉଁ ଶ୍ରେଣୀୟ ମଣିଷମାନଙ୍କର ଜୀବନ ସଂଗ୍ରାମ ଓ ସାମାଜିକ ଅଧିକାର ଚିତ୍ର ସବୁଠାରୁ ବେଶୀ ସ୍ଥାନ ପାଇଛି? ଉତ୍ତର ନମ୍ବର ଖ ଦଳିତ ଜନଜାତି ଏବଂ ବିସ୍ଥାପିତ ଆଦିବାସୀ ମଣିଷ। ଆପଣମାନଙ୍କ ପାଇଁ କ୍ୱେଶ୍ଚିନ୍, ହୃଷିକେଶ ପଣ୍ଡାଙ୍କର ଫେମସ୍ ଉପନ୍ୟାସର ନାମ କ'ଣ? କମେଣ୍ଟରେ କହିବେ। ରାଜନୈତିକ ଭ୍ରଷ୍ଟାଚାର, ପ୍ରଶାସନିକ ଜଟିଳତା ଏବଂ ମୂଲ୍ୟବୋଧର ଅବକ୍ଷୟକୁ ଅତି ପ୍ରଖର ବା ବ୍ୟଙ୍ଗାତ୍ମକ ଶୈଳୀରେ ରୂପ ଦେଇଥିବା ଗାଳ୍ପିକ ପଦ୍ମଜପାଳ ପ୍ରସିଦ୍ଧ କେଉଁ ଗଳ୍ପ ସଂକଳନଟି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଦୁର୍ଗ ପତନର ବେଳେ। ଉତ୍ତର ଆଧୁନିକ ପର୍ଯ୍ୟାୟର ବିଶିଷ୍ଟ ନାରୀବାଦୀ ଗାଳ୍ପିକା ସରୋଜିନୀ ସାହୁ କେଉଁ ଦୁଇଟି ଗଳ୍ପ ନାରୀ ମନସ୍ତାତ୍ତ୍ୱ, ଶରୀରର ଭାଷା ଏବଂ ପାରମ୍ପରିକ ସମାଜର ଶୃଙ୍ଖଳା ବିରୁଦ୍ଧରେ ସ୍ୱରୋତ୍ତୋଳନ କରି ଚର୍ଚ୍ଚାର ଶିଖରରେ ପହଞ୍ଚିଥିଲେ? ଗାମ୍ଭୀରି ଘରର ଜେଜେମା ଓ ଗୋଲାପ ଗୋଲାପ। ସୁରେନ୍ଦ୍ର ମହାନ୍ତିଙ୍କର ପ୍ରସିଦ୍ଧ ମରାଳର ମୃତ୍ୟୁ ଗଳ୍ପରେ ମରାଳ କାହାର ପ୍ରତୀକ ଭାବରେ ବ୍ୟବହୃତ ହୋଇଛି? ଉତ୍ତର ନମ୍ବର ଗ ସମାଜରୁ ହଜିଯାଉଥିବା ପାରମ୍ପରିକ କଳା, ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ମୂଲ୍ୟବୋଧର ଆଧାର। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ସିଗମଣ୍ଡ ଫ୍ରଏଡଙ୍କର ମନୋବିଶ୍ଳେଷଣବାଦ ଏବଂ ଅବଚେତନ ମନର ଜଟିଳତା କେଉଁ ଗାଳ୍ପିକ ଗଳ୍ପରେ ସବୁଠାରୁ ପ୍ରକଟ ଭାବେ ଦେଖା ଦେଇଥିଲା? ଉତ୍ତର ନମ୍ବର ଗ କିଶୋରୀଚରଣ ଦାସ ଓ ଶାନ୍ତନୁ କୁମାର ଆଚାର୍ଯ୍ୟ। ପ୍ରଗତିବାଦୀ ପର୍ଯ୍ୟାୟରେ ଆଦ୍ୟ ପ୍ରବର୍ତ୍ତକ ଭଗତୀଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ କେଉଁ ସଂଗଠନ ଓଡ଼ିଆ ଗଳ୍ପକୁ ବାସ୍ତବାଦୀ ମୂଳ ଦେଇଥିଲା? ଉତ୍ତର ନମ୍ବର ଗ ନବଯୁଗ ସାହିତ୍ୟ ସଂସଦ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବାମାଚରଣ ମିତ୍ରଙ୍କର ଗଳ୍ପଗୁଡ଼ିକରେ କେଉଁ ଦୁଇଟି ଉପାଦାନ ସଫଳ ସମନ୍ୱୟ ଦେଖିବାକୁ ମିଳେ, ଯାହା ତାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଅନ୍ୟ ସ୍ରଷ୍ଟାମାନଙ୍କଠାରୁ ସ୍ୱତନ୍ତ୍ର ଭାବେ ଲେଖାଯାଇଛି? ଉତ୍ତର ନମ୍ବର ଖ ଗଭୀର ଜୀବନ ଜିଜ୍ଞାସା ଏବଂ ପ୍ରଚ୍ଛନ୍ନ ହାସ୍ୟବ୍ୟଙ୍ଗ। ତାଙ୍କର ଅସୂର୍ଯ୍ୟବସ୍ୟା ଓ ପାଷାଣର ପ୍ରାଣ ଗଳ୍ପରେ ଏହା ଉଦାହରଣ। ଅକ୍ଷୟକୁମାର ପଟ୍ଟନାୟକଙ୍କର କେଉଁ ଗଳ୍ପ ସଂକଳନ ଓଡ଼ିଆ ସ୍ୱାଧୀନତା ପରବର୍ତ୍ତୀ କାଳର ବ୍ୟକ୍ତିକୈନ୍ଦ୍ରିକ ବିଚ୍ଛିନ୍ନତାବୋଧ ଏବଂ ନୈରାଶ୍ୟକୁ ସଫଳତାର ସହ ରୂପାୟନ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା? ଓ ଅନ୍ଧଗୋଳି। ଚତୁର୍ଥ ପର୍ଯ୍ୟାୟର ପ୍ରସିଦ୍ଧ ନାରୀ ଗାଳ୍ପିକା ବୀଣାପାଣି ମହାନ୍ତି କେଉଁ ଗଳ୍ପଟି ସମାଜର ଅବହେଳିତ ସଂଗ୍ରାମ ଏବଂ ସ୍ୱାଭିମାନୀ ନାରୀର ପ୍ରତୀକ ଭାବରେ ଓଡ଼ିଆ ଗଳ୍ପ ସାହିତ୍ୟର ଏକ ମାଇଲଖୁଣ୍ଟ ସଦୃଶ ପାଟ ଦେଇ? କିଶୋରୀଚରଣ ଦାସଙ୍କ କେଉଁ ପ୍ରସିଦ୍ଧ ଗଳ୍ପରେ ମଧ୍ୟବିତ୍ତ ପରିବାରର ପାରମ୍ପରିକ ଧାର୍ମିକ ବିଶ୍ୱାସ, ଭଣ୍ଡାମି ଏବଂ ଅନ୍ତର୍ନିହିତ ମାନସିକ ସଂଘର୍ଷ ଏକ ଚମତ୍କାର ମନସ୍ତାତ୍ତ୍ୱିକ ଚିତ୍ର ପ୍ରଦାନ କରେ? ଠାକୁର ଘର। ଚତୁର୍ଥ ପର୍ଯ୍ୟାୟର ଅନ୍ୟ ଏକ କବି ମନୋଜ ଦାସ ପ୍ରସିଦ୍ଧ ଆରଣ୍ୟକ ଗଳ୍ପର ମୁଖ୍ୟ ଭାବବସ୍ତୁ କେଉଁ ଚେତନା ଉପରେ ବେଶ କରିଛି? ମଣିଷ ଭିତରେ ଥିବା ଆଦିମ ପଶୁତ୍ୱ ଓ ପ୍ରକୃତି ରହସ୍ୟ। ସ୍ୱାଧୀନତା ପରବର୍ତ୍ତୀ ଯୁଗର ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତି 1980 ମସିହାରେ ଏହି କ୍ୱେଶ୍ଚିନ୍ଟା ବି ରିପିଟ୍ ହେଇଛି। ସଚ୍ଚିଦାନନ୍ଦ ରାଉତଙ୍କ ମଶାଣିଘର ଫୁଲ ଗଳ୍ପର ନାୟିକା ଝିମିଟିର କାରୁଣ୍ୟଭରା ଜୀବନ କେଉଁ ସାମାଜିକ ବ୍ୟବସ୍ଥାର କ୍ରୂର ପରିଣାମକୁ ଦର୍ଶାଏ? ଜାତିପ୍ରଥା ଓ ଅସ୍ପୃଶ୍ୟତା। ଓଡ଼ିଆ କ୍ଷୁଦ୍ରଗଳ୍ପର ତୃତୀୟ ପର୍ଯ୍ୟାୟରେ ଗଳ୍ପଗୁଡ଼ିକ ଆଙ୍ଗିକ ଓ ଆତ୍ମିକ କ୍ଷେତ୍ରରେ କେଉଁ ବୈଦେଶିକ ଚିନ୍ତାଧାରାରେ ସର୍ବାଧିକ ପ୍ରଭାବ ପରିଲକ୍ଷିତ ହୁଏ? କାର୍ଲ ମାର୍କ୍ସଙ୍କ ମାର୍କ୍ସବାଦୀ, ବାସ୍ତବବାଦୀ ଓ ଶୋଷଣମୁକ୍ତ ସାହିତ୍ୟ ହିଁ ଏହି ସମୟର ମୂଳ ଲକ୍ଷ୍ୟ ଥିଲା। ଭଗତୀଚରଣଙ୍କର ମୀମାଂସା ଗଳ୍ପରେ କେଉଁ ଦୁଇଟି ମୌଳିକ ପ୍ରବୃତ୍ତି ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ପ୍ରଗତିବାଦୀ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି? ଉତ୍ତର ନମ୍ବର ଖ ମାନବିକ କ୍ଷୁଧା ଏବଂ ସାମାଜିକ ନୀତିନିୟମ। ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ କେଉଁ ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ରାଜନୈତିକ ଏବଂ ସାମାଜିକ ବ୍ୟଙ୍ଗାତ୍ମକ ଗଳ୍ପର ଏକ ସ୍ୱର୍ଣ୍ଣଯୁଗ ସୃଷ୍ଟି କରିଥିଲା? ନିଆଁଖୁଣ୍ଟ। ପ୍ରଗତିବାଦୀ ଯୁଗରେ ପ୍ରସିଦ୍ଧ ଗାଳ୍ପିକ ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ କେଉଁ ପତ୍ରିକା ମାଧ୍ୟମରେ ଓଡ଼ିଶାର ପାଠକମାନଙ୍କ ନିକଟରେ ପହଞ୍ଚି ମାର୍କ୍ସବାଦୀ ଭାବଧାରା ପ୍ରସାର କରିଥିଲା? ସହକାରୀ ଓ ଆଧୁନିକ। ପ୍ରଗତିବାଦୀ କାଳରେ ଅନ୍ୟତମ ବ୍ୟଙ୍ଗକାର ଗୋଦାବରୀଶ ମହାପାତ୍ର ତାଙ୍କର କେଉଁ ଗଳ୍ପ ଗ୍ରାମୀଣ ସଭ୍ୟତା ଉପରେ ଯାନ୍ତ୍ରିକ ସଭ୍ୟତାର କରାଳ ଗ୍ରାସର କାରୁଣ୍ୟ ବିବର୍ଣ୍ଣ ଅଛି? ମାଗୁଣିର ଶଗଡ଼। ସଚ୍ଚିଦାନନ୍ଦ ରାଉତଙ୍କର କେଉଁ ଗଳ୍ପଟି ଏକ ନିର୍ଦ୍ଦିଷ୍ଟ ପଶୁକୁ ପ୍ରତୀକ ଭାବରେ ଗ୍ରହଣ କରି ସାମନ୍ତବାଦୀ ଅହଙ୍କାର ଓ ସାମାଜିକ ଶୋଷଣ ବ୍ୟଙ୍ଗ ରହିଛି? ହାତୀ। ପ୍ରଗତିବାଦୀ ଯୁଗର ବିଶିଷ୍ଟ କବି ତଥା ଗାଳ୍ପିକ ସଚ୍ଚିଦାନନ୍ଦ ରାଉତରାୟଙ୍କର ସଂଘର୍ଷ, ପୁଞ୍ଜିବାଦୀ କ୍ରୂରତା, ଗରିବ ଶ୍ରମିକ ଦୁରବସ୍ଥା ଆଦି ନିପୁଣ ଭାବେ ଚିତ୍ରିତ ମଶାଣି ଫୁଲରେ। ଭଗତୀଚରଣ ପାଣିଗ୍ରାହୀଙ୍କ ଶିକାରୀ ଗଳ୍ପର ମୁଖ୍ୟ ଚରିତ୍ର ଘୁନିଆ ସାନ୍ତାଳ କାହାର ମୁଣ୍ଡ କାଟି ଥାନାକୁ ଆଣିଥିଲା, ଯାହାକୁ ସେ ବନ୍ୟଜନ୍ତୁଠାରୁ ବଳି ଅତି ଭୟଙ୍କର ଶିକାର ବୋଲି ଭାବିଥିଲା? ଗୋବିନ୍ଦ ସର୍ଦ୍ଦାର। ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ ଚେତନାର ଆଦ୍ୟ ପ୍ରବର୍ତ୍ତକ ଭଗତୀଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପ ସର୍ବପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଆଧୁନିକରେ। ଦ୍ୱିତୀୟ ପର୍ଯ୍ୟାୟ ବିଶିଷ୍ଟ ଗାଳ୍ପିକା ସରଳା ଦେବୀ କେଉଁ ଗଳ୍ପଟି ନାରୀ ମୁକ୍ତି ଆନ୍ଦୋଳନ ଓ ସାମାଜିକ ଅଧିକାରର ସ୍ୱର ସର୍ବପ୍ରଥମେ ଉଚ୍ଚାରିତ କରିଥିଲା? ବିପ୍ଳବ ମିହିର। କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଗଳ୍ପ ସମୂହକୁ ନେଇ ପ୍ରକାଶିତ ପ୍ରଥମ ପୂର୍ଣ୍ଣାଙ୍ଗ ଗଳ୍ପ ଦ୍ୱାଦଶୀ କେଉଁ ବର୍ଷ ପ୍ରକାଶ ପାଇଥିଲା? ଦ୍ୱିତୀୟ ପର୍ଯ୍ୟାୟ ଗଳ୍ପ ସହିତ ସମୃଦ୍ଧ ହୋଇଥିଲା? 1935। ସତ୍ୟବାଦୀ ଯୁଗର ଅନ୍ୟତମ ସ୍ରଷ୍ଟା କାନ୍ତିଚନ୍ଦ୍ର ରାଜଗୁରୁ ଅଦୃଶ୍ୟ ହାତ ଗଳ୍ପରେ କେଉଁ ସାମାଜିକ ବ୍ୟବସ୍ଥା ଓ ମାନସିକତା ଉପରେ କଟାକ୍ଷ କରାଇଛନ୍ତି? ଶିକ୍ଷିତ ଯୁବକର ବେକାରୀ ସମସ୍ୟା, ଭାଗ୍ୟବାଦିତା ନୀତି ପାଇଁ? ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଡଗର ପତ୍ରିକା 1937 ପ୍ରକାଶ ପାଇବା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟର ଅଧିକାଂଶ ହାସ୍ୟ ବ୍ୟଙ୍ଗାତ୍ମକ ଗଳ୍ପ କେଉଁ ପ୍ରତିଷ୍ଠିତ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା? ମୁକୁରରେ। ସବୁଜ ଗୋଷ୍ଠୀର ପ୍ରମୁଖ ଗାଳ୍ପିକ କାଳିନ୍ଦୀଚରଣ ପାଣିଗ୍ରାହୀ ପଙ୍ଗୁ ଗଳ୍ପର ମୁଖ୍ୟ ନାୟକ ଚରିତ୍ର ନାମ କ'ଣ? କରୁଣାକର, ଯାହାର ଶାରୀରିକ ଅକ୍ଷମତା ସତ୍ତ୍ୱେ ମାନସିକ ଦୃଢ଼ତା ଥିଲା। ସବୁଜ ଯୁଗର ଅନ୍ୟତମ କଥାକାର ହରିହର ମହାପାତ୍ର କେଉଁ ଗଳ୍ପଟି ସବୁଜ ସାହିତ୍ୟ ସମିତି ଦ୍ୱାରା ପ୍ରକାଶିତ ପ୍ରସିଦ୍ଧ ଗଳ୍ପ ସବୁଜ ଗଳ୍ପ 1929 ସ୍ଥାନ ପାଇଥିଲା? ହେମଶଶୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଗଳ୍ପ ବୁଢ଼ାଶଙ୍ଖାରୀର ବୁଢ଼ାଶଙ୍ଖାରୀ ନବବଧୂଟି ପାଇଁ ଶେଷ ମୁହୂର୍ତ୍ତରେ କେଉଁ ସ୍ୱତନ୍ତ୍ର ଶଙ୍ଖା ନେଇ ଆସିଥିଲା, ଯାହା ଗଳ୍ପର କାରୁଣ୍ୟର ଦ୍ୱିଗୁଣିତ କରିଥିଲା? ବାସନ୍ତୀ ରଙ୍ଗର ଜଉ ଶଙ୍ଖା। ଫକୀରମୋହନଙ୍କ ରାଣ୍ଡି ପୁଅ ଅନନ୍ତା ଗଳ୍ପରେ ବନ୍ଧ ଭାଙ୍ଗିବା ସମୟରେ ଅନନ୍ତା ନିଜ ଜୀବନ ଦେଇ ଗ୍ରାମକୁ ରକ୍ଷା କରିବା ପୂର୍ବରୁ ସେ କେଉଁ ନଦୀରେ ବନ୍ଧ ଉପରେ ଶୋଇଥିଲା? ଭାର୍ଗବୀ।
ପ୍ରଥମ ପର୍ଯ୍ୟାୟ ଅନ୍ୟତମ ପ୍ରତିଭାବାନ ଗାଳ୍ପିକ ଦୟାନିଧି ମିଶ୍ରଙ୍କର କେଉଁ ଗଳ୍ପ ପାଶ୍ଚାତ୍ୟ ଶିକ୍ଷାର ଅନ୍ଧ ଅନୁକରଣ ଏବଂ ସାମାଜିକ ବିଚ୍ଛିନ୍ନତାର ସ୍ୱର ପ୍ରକାଶ ପାଇଛି? ଶାନ୍ତା। ପେଟେଣ୍ଟ ମେଡିସିନରେ ଚନ୍ଦ୍ରମଣି ବାବୁଙ୍କର ବାଲ୍ୟବନ୍ଧୁ ତଥା ତାଙ୍କୁ ମଦ୍ୟପାନ ଓ ବେଶ୍ୟାଳୟ ପ୍ରତି ଆକର୍ଷିତ କରିଥିବା କୁସଙ୍ଗୀ ଚରିତ୍ରଦ୍ୱୟଙ୍କ ନାମ କ'ଣ? ଶାରଦା ଆଉ ଭୁବନ। ସ୍ୱାଧୀନତା ପରବର୍ତ୍ତୀ ପ୍ରୟୋଗବାଦୀ ପର୍ଯ୍ୟାୟର ପ୍ରସିଦ୍ଧ ଗାଳ୍ପିକ କିଶୋରୀଚରଣ ଦାସ କେଉଁ ଗଳ୍ପ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଲକ୍ଷ୍ୟ ବିହଙ୍ଗ। ପ୍ରଗତିବାଦୀ ପର୍ଯ୍ୟାୟର ଭାଗତୀଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ କେଉଁ ସଂଗଠନ ଓଡ଼ିଆ ଗଳ୍ପକୁ ବାସ୍ତବାଦୀ ମୂଳକୁ ନେଇଥିଲା? ନବଯୁଗ ସାହିତ୍ୟ ସଂସଦ। ଫକୀରମୋହନଙ୍କ କେଉଁ ଗଳ୍ପର ବିଷୟବସ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଏକ ପ୍ରକୃତ ଓକିଲାତି ମାମଲାର ଜେରା ଉପରେ ଆଧାରିତ ବୋଲି ସମାଲୋଚକମାନେ ମତ ଦିଅନ୍ତି? ଗାରୁଡ଼ି ମନ୍ତ୍ର। ଫକୀରମୋହନଙ୍କ ଧୂଳିଆ ବାବା ଗଳ୍ପରେ ଆଧୁନିକ ଶିକ୍ଷିତ ଯୁବକମାନଙ୍କର ଅନ୍ଧବିଶ୍ୱାସ ବିରୁଦ୍ଧରେ ପ୍ରତିବାଦର ନେତୃତ୍ୱ ନେଇଥିବା ଚରିତ୍ରର ନାମ କ'ଣ? ବିଶ୍ୱନାଥ। ଫକୀରମୋହନ ସେନାପତିଙ୍କର ରେବତୀ ଗଳ୍ପର ପ୍ରକାଶ କାଳରେ ଉତ୍କଳ ସାହିତ୍ୟ ପତ୍ରିକାରେ ଏହା କେଉଁ ସଂଖ୍ୟାରେ ପ୍ରକାଶ ପାଇଥିଲା? ଦ୍ୱିତୀୟ ତୃତୀୟ ଭାଗରେ 1898 ମସିହା ଆଷାଢ଼ ସଂଖ୍ୟାର ଏହା ପ୍ରକାଶ ପାଇଥିଲା। ଡାକବଂଶୀ ଗଳ୍ପ କାହାର ରଚନା? ଫକୀରମୋହନ ସେନାପତି। ପ୍ରଥମ ପର୍ଯ୍ୟାୟ ଗଳ୍ପରେ କେଉଁ ଧାରା ଅଧିକ ଦେଖାଯାଏ? ବାସ୍ତବବାଦ। ଉତ୍କଳ ସାହିତ୍ୟ ପତ୍ରିକା ସହ ସର୍ବାଧିକ କେଉଁ ଗାଳ୍ପିକଙ୍କ ନାମ ଜଡ଼ିତ? ଫକୀରମୋହନ ସେନାପତି। ଫକୀରମୋହନଙ୍କ ଅଧିକାଂଶ ଗଳ୍ପ କେଉଁ ପତ୍ରିକାରେ ପ୍ରକାଶିତ? ଉତ୍କଳ ସାହିତ୍ୟରେ ପ୍ରକାଶିତ। ରେବତୀ ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ହୋଇଥିଲା? ଉତ୍କଳ ସାହିତ୍ୟରେ। ସବୁଜ ସାହିତ୍ୟ ସମିତିର ମୁଖପତ୍ର କେଉଁଠି? ଯୁଗବୀଣା। ଜହ୍ନମାମୁଁ ପତ୍ରିକା କାହା ସହ ଜଡ଼ିତ? ଗୋଦାବରୀଶ ମିଶ୍ର। ଅଧର୍ମବୀତ ଗଳ୍ପର ରଚୟିତା କିଏ? ଫକୀରମୋହନ ସେନାପତି। ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପତ୍ରିକା କେଉଁଟା ଥିଲା? ଉତ୍କଳ ସାହିତ୍ୟ। ଅତି ଗୁରୁତ୍ୱପୂର୍ଣ୍ଣ ଯେଉଁଟାକି ଫକୀରମୋହନଙ୍କ ଗଳ୍ପଗୁଡ଼ିକ ରେବତୀ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଛି, ଡାକବଂଶୀ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଛି, ପାଠୋଇବ ଉତ୍କଳ ସାହିତ୍ୟରେ, ରାଣ୍ଡିପ ଅନନ୍ତା ଉତ୍କଳ ସାହିତ୍ୟରେ, ସବୁଜ ସାହିତ୍ୟର ସମିତି ହେଲା ଯୁଗବୀଣା। ଓଡ଼ିଶା ସାହିତ୍ୟରେ ପ୍ରଗତିବାଦୀ ଧାରାର ପ୍ରବର୍ତ୍ତକ କିଏ? ଗୋଦାବରୀଶ ମହାପାତ୍ର। ପ୍ରଗତିବାଦୀ ସାହିତ୍ୟର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? ସାମାଜିକ ପରିବର୍ତ୍ତନ। ଓଡ଼ିଆ ପ୍ରଗତିବାଦୀର ଗଳ୍ପ ସାହିତ୍ୟର ଅଗ୍ରଣୀ ଗାଳ୍ପିକ କିଏ ଥିଲେ? ଗୋଦାବରୀଶ ମହାପାତ୍ର। ଜାତିର ନନ୍ଦିଘୋଷ କାହାର ରଚନା? ଗୋଦାବରୀଶ ମହାପାତ୍ର। ପ୍ରଗତିବାଦୀ ସାହିତ୍ୟ କେଉଁ ମତବାଦ ଦ୍ୱାରା ପ୍ରଭାବିତ? ମାର୍କ୍ସବାଦ। ପ୍ରଗତିବାଦୀ ସାହିତ୍ୟରେ କାହାର ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯାଏ? ଶ୍ରମିକ ଓ କୃଷକମାନଙ୍କର। ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ରାଜକିଶୋର ରାୟ କେଉଁ ଧାରା ପାଇଁ ପରିଚିତ? ମନସ୍ତାତ୍ତ୍ୱିକ। ବୀଣାପାଣି ମହାନ୍ତିଙ୍କୁ କେଉଁ ନାମରେ ଜଣାଯାଏ? ଅପସନ୍ ନମ୍ବର ଏ ନାରୀ ଚେତନା ଗଳ୍ପକାର। ବୀଣାପାଣି ମହାନ୍ତିଙ୍କ ଗଳ୍ପରେ କେଉଁ ଧାରା ଦେଖାଯାଏ? ନାରୀବାଦ। ମନୋଜ ଦାସ କେଉଁ ପ୍ରକାର ଗଳ୍ପ ଭାବରେ ପ୍ରସିଦ୍ଧ? ବ୍ୟଙ୍ଗ ଓ ରହସ୍ୟମୟ ଗଳ୍ପ। ରାଜକିଶୋର ରାୟ କେଉଁ ଯୁଗର ଗାଳ୍ପିକ? ସ୍ୱାଧୀନତା ପରବର୍ତ୍ତୀ ଯୁଗର। ରାଜକିଶୋର ରାୟଙ୍କ ରଚନାରେ କେଉଁ ବାଦର ପ୍ରବର୍ତ୍ତକ ଅଛନ୍ତି? ଅସ୍ତିତ୍ୱବାଦୀଙ୍କ ଗଳ୍ପ କେନ୍ଦ୍ରବିନ୍ଦୁ। ରାଜକିଶୋର ରାୟଙ୍କର ଗଳ୍ପର କେନ୍ଦ୍ରବିନ୍ଦୁ କିଏ? ସାଧାରଣ ମଣିଷ।